হরিচাঁদ ঠাকুরঙ্কর এপর্যন্ত 215তম আবির্ভাব। এই 215তম আবির্ভাব ভিতরে 5 ବର୍ଷ ଆଗରୁ ଶୁଣା ଯାଇଛି ଯେ ଏମାନେ ବ୍ରାହ୍ମଣ ବିରୋଧୀ, ବ୍ରାହ୍ମଣକୁ ଦେଇକି ଏମାନେ କୌଣସି ପୂଜା ଅର୍ଚ୍ଚନା ଶ୍ରାଦ୍ଧ କାମ କ୍ରିୟାକର୍ମ କରିବେ ନାହିଁ। କିନ୍ତୁ ହରିଚାঁଦ ଠାକୁର ଏବଂ ତାଙ୍କର ପୂର୍ବପୁରୁଷ ସମସ୍ତେ ବ୍ରାହ୍ମଣ ଏବଂ ବୈଷ୍ଣବ ଥିଲେ। ସେମାନେ ଥିଲେ ମୈଥାଲି ବ୍ରାହ୍ମଣ। ହେଲେ ଆଜି 210 ବର୍ଷ ପରେ ଏହି କଥା ଏମାନଙ୍କ ଭିତରେ କିଏ ପ୍ରବେଶ କରାଇଛି? ଆଉ ଏମାନଙ୍କର ଯୋଉ ଲୀଳାମୃତ ଅଛି, ଲୀଳାମୃତରେ କୋଉଠି ଲେଖା ଅଛି, ଯୋଉ ଠାକୁର ଲେଖିଛନ୍ତି ଯୋଉ ଆପଣ ମାନେ କେହି ବ୍ରାହ୍ମଣ ବ୍ୟବହାର କରିବେ ନାହିଁ। ଏଟା ହଉଛି শুধু একমাত্র এই ডিস্ট্রিক্টରେ ଥିବା ମତୁଆ ସହଜ ସରଳ ଭାଇମାନଙ୍କୁ ମାଇଣ୍ଡ ୱାଶ କରି ଏମାନଙ୍କ ଚଳିବାର ରାସ୍ତାକୁ ଓଲଟାଇ ସମସ୍ତଙ୍କୁ ନେଇକି ଏ 4-5 ଜଣ ଲୋକ ଏଇ ଡିଷ୍ଟ୍ରିକ୍ଟକୁ ଅନ୍ୟ ଗୋଟେ ପାର୍ଟି କିମ୍ବା କୌଣସି ସଂସ୍ଥାରୁ ପଇସା ଆଣିକି ଏମାନେ ଲୁଟି ଖାଉଛି। ଆଉ ଏମାନଙ୍କୁ ସବୁ ଭୁଲ ଧାରଣା ମନ୍ତବ୍ୟ ଏମାନଙ୍କ ମୁଣ୍ଡରେ ପଶେଇ ଦଉଛି। ସେଥିପାଇଁ ମୁଁ ମାଲକାନଗିରି ଡିଷ୍ଟ୍ରିକ୍ଟରେ ବସବାସ କରୁଥିବା ସମସ୍ତ ମତୁଆ ଭାଇମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ବସନ୍ତୁ, ଆମେ ମଧ୍ୟ ବସିବୁ, ଆପଣମାନଙ୍କ ସହିତ କଥା ହେବି। ଏ ଯୋଉ ବିଷୟଟା ନେଇକି ଆଜି ଡିଷ୍ଟ୍ରିକ୍ଟରେ ଏତେ ବଡ଼ ଗୋଟେ ଆଲୋଡ଼ନ ସୃଷ୍ଟି ହେଇଛି, ଏହାର କୌଣସି ଗୋଟେ ବ୍ୟବସ୍ଥା ବାହାର କରିବାର ଅଛି। ଆପଣମାନେ ବସିଲେ, ଆପଣମାନେ ଡାକିଲେ ଆମେ ସମସ୍ତେ ଗୋଟେ ଜାଗାରେ ଡିଷ୍ଟ୍ରିକ୍ଟରେ ବସିବୁ ଏବଂ ଏହାର ଗୋଟେ ସମାଧାନ ଆମେ ବାହାର କରିବୁ। ଆପଣମାନଙ୍କୁ ଭୁଲ ସିଦ୍ଧାନ୍ତ, ଭୁଲ ଶାସ୍ତ୍ର ଏମାନେ ବୁଝାଉଛନ୍ତି। ଆସନ୍ତୁ, ଆସିକି ଏମାନଙ୍କ ସହିତ ଚର୍ଚ୍ଚା କରନ୍ତୁ, ପ୍ରଶ୍ନ କରନ୍ତୁ, ଆପଣମାନେ ଦେଖିବେ ଏମାନେ ଉତ୍ତର ଦେଇପାରିବେ ନାହିଁ। ସେଇ ଦିନର ଘଟଣା 17 ତାରିଖ ଦିନ ଆମର ନନୀ ଗୋପାଳ ବିଶ୍ୱାସ ମହାଶୟ ତାଙ୍କର ଦେହାନ୍ତ ହେଲେ। ତାପରେ ସେମାନେ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମର ରୀତିନୀତି ସବୁ କ୍ରିୟାକର୍ମ କଲେ ଏବଂ ବେକରେ ଧରା ମଧ୍ୟ ଲଗାଇଥିଲେ। ତାପରେ 4 ଦିନ ପରେ ଏଇ ସାଧୁମାନେ ଆସି ଯେମିତି ସୁଧାଂଶୁ ବିଶ୍ୱାସ, ରବିନି ବିଶ୍ୱାସ ଆଉ ଅନିବେଶ ମଣ୍ଡଳ, ସୁଭାଷ ତରଫଦାର ଏମାନେ ଆସିକି ସେମାନଙ୍କୁ ଉଲ୍ଟା ବୁଝାଇକି ତାଙ୍କ ବେକରୁ ସେଇ ରସି କାଢିଦେଲେ। ତାପରେ 10 ଦିନ ହେଲା ଯାଏ ସେମାନେ ବାରିକ ଦେଇକି ସମସ୍ତ କାଠୁରିଆକୁ ଡାକିକି ବାରିକ ଦେଇକି ସେମାନଙ୍କୁ ଶୁଦ୍ଧ କଲେ। ଶୁଦ୍ଧ ବାରିକ କାଠୁରିଆକୁ କଲେ, କିନ୍ତୁ ସେମାନେ ମସ୍ତକ ମୁଣ୍ଡନ ମଧ୍ୟ କଲେ, କିନ୍ତୁ ବ୍ରାହ୍ମଣ କାର୍ଯ୍ୟରେ ଲଗେଇଲେ ନାହିଁ। ସେଥିପାଇଁ ମାର୍କେଟ କମିଟିରୁ ଏମାନେ ଯୋଉ ଏଇ ମାର୍କେଟ କାଲିମଲା ଆଖପାଖ ଗାଁର ଯୋଉ ଭାଇମାନେ ସମସ୍ତେ ଗ୍ରୁପରେ ଗୋଟେ ମେସେଜ ଛାଡ଼ିଥିଲେ ଯେ ନାଇଁ ସେ ଘରେ ବ୍ରାହ୍ମଣ ଦେଇକି କାମ ହେଇନି, ସେଥିପାଇଁ ଆମେ ସେ ଘରେ କେହି ଖାଇବାକୁ ଯିବୁ ନାହିଁ। ସେମାନେ ଟେଣ୍ଟ ଲଗାଇଲେ ତାଙ୍କର ଘରେ ଯୋଉ ପ୍ରୀତି ଭୋଜନ ଅଛି, ପ୍ରୀତି ଭୋଜନରେ ସେମାନେ ଘର ଆଗରେ ରୋଡ ଉପରେ ଏବଂ ମନ୍ଦିର ଆଗରେ ଟେଣ୍ଟ ଲଗାଇଲେ। ଟେଣ୍ଟ ଲଗାଇଲା ପରେ ଏମାନେ ମତେ ଫୋନ କଲେ, ଭାଇ ଏମିତି ଏମିତି ଏମାନେ ତ ଶୁଦ୍ଧ ହେଇନି, ଏମାନେ କାହିଁକି ଟେଣ୍ଟ ଲଗେଇଛି। ତାପରେ ମୁଁ କହିଲି ତମେ ଯାଅ, ଯାଇକି ତାଙ୍କୁ ପଚାର, ଖୋଲିବାକୁ କୁହ। ସେମାନେ ଗଲେ, ତାଙ୍କ ଉପରେ ବହୁତ ଅନ୍ୟାୟ ଅତ୍ୟାଚାର, ବହୁତ ଅଶ୍ଳୀଳ ଭାଷା ବ୍ୟବହାର କରିଛି, ବେକ ଧରିଛି ବା କଲର ଧରିକି ଝିକାଝିକି କରିଛି। ତାପରେ ଏମାନେ ମତେ କହିବା ପରେ ମୁଁ ପ୍ରଶାସନ ତରଫକୁ ଫୋନ କଲି। ଏସଆଇ ସାର୍ ଆସିଲେ, କାମ ହେଲାନି। ଏଏସଆଇ ସାର୍ ଆସିଲେ, କାମ ହେଲାନି। ଏସଆଇ ସାର୍ ଆସିଲେ, ତାପରେ ମଧ୍ୟ କାମ ହେଲାନି। ତାପରେ ଏମାନଙ୍କୁ ଅତ୍ୟାଚାର କରିବେ ବୋଲି ଏମାନେ ମତେ ଫୋନ କଲେ। ମୁଁ ସେ ଫିଲ୍ଡକୁ ଯାଇଥିଲା ପରେ ଏମାନଙ୍କର ଯୋଉ ଦୁର୍ବ୍ୟବହାର, ଯେ ଏମାନଙ୍କର ଯୋଉ ନୋଂରା ଭାଷା, ଯୋଉ କିଏ ଗୋଟେ ବାପର ଯଦି କିଏ ପୁଅ ଜନ୍ମ ହେଇଥିବ ସେ ଆସୁ ଆମ ଆଗରେ ତାକୁ ଦେଖାଇଦେବି, ଯଦି କିଏ ମା କ୍ଷୀର ପିଇଥିବ ସେ ଆସୁ ଆମ ସାମ୍ନାରେ ତାକୁ ଦେଖାଇଦେବି। ଏସବୁ ଭାଷା କହିଲା ପରେ ସତରେ ମୁଁ ଟିକେ ରାଗି ଯାଇଥିଲି। ରାଗି ଯାଇକି ତାଙ୍କ ଉପରେ ଏମିତି କିଛି ବ୍ୟବହାର ମୁଁ କରିନି ଯେ ଭାଇ ମୁଁ ଗୋଟେ ଶବ୍ଦ ମଧ୍ୟ ଉଚ୍ଚାରଣ କରିନି ତମମାନେ କାହିଁକି ବ୍ରାହ୍ମଣ ଲଗେଇନା, ଏ କଥା ମୁଁ ଉଚ୍ଚାରଣ କରିନି। ଯେ ବ୍ରାହ୍ମଣ ଲଗେଇବାର ଅଛି ଏ କଥା ମଧ୍ୟ ମୁଁ ଉଚ୍ଚାରଣ କରିନି। ମୁଁ ଖାଲି ମାତ୍ର ଏତିକି କହିଥିଲି, ତମେ ମାନେ ଶୁଦ୍ଧ ହେଇନ, ତମେ ମାନେ କାହିଁକି ଆମର ଶିବ ମନ୍ଦିର ସହିତ ଟେଣ୍ଟ ଲଗେଇଲ? କାହିଁକି ନା ତମେ ତ ସ୍ୱୀକାର କରୁଛ ତମେ ହିନ୍ଦୁ ନୁହଁ, ତମେ ମତୁଆ। ଏବେ ଆମେ ହିନ୍ଦୁ, ଆମେ ସନାତନ ଧର୍ମର ଲୋକ, ଆମ ମନ୍ଦିର ସହିତ ତମେ ଟେଣ୍ଟ ବାନ୍ଧି ପାରିବ ନାହିଁ। ଏତେ କହିଲା ପରେ ସେମାନେ ବୁଝିପାରିଲେ ଯେ ଏଇ କାଲିମଲା ବଜାରର ଏବଂ ଆଖପାଖ ଗାଁର କୌଣସି ଲୋକ ତାଙ୍କ ଘରେ ପ୍ରୀତି ଭୋଜନରେ ଆସିବେ ନାହିଁ। ତାପରେ ସେ ଆସିକି ଆମ ସମସ୍ତଙ୍କୁ ଯୋଉ ଲୋକ ଥିଲେ ସମସ୍ତେ ଗୋର ଧରିଲେ, କ୍ଷମା ମାଗିଲେ, ନାଇଁ ଆମକୁ କ୍ଷମା କରିଦିଅ, ଆମେ ସମାଜ ସହିତ ହିନ୍ଦୁ ଧର୍ମର ସନାତନ ଧର୍ମ ରୀତିନୀତି ମାନିକି ଚଳିବୁ। ତାପରେ ବ୍ରାହ୍ମଣ ଦେଖି କାମ ହେଇଛି।
ଠାକୁରଙ୍କର ହରିଚରଣ ଠାକୁରଙ୍କର ବଂଶଧର ହଉଛି ଶାନ୍ତନୁ ଠାକୁର। ତାଙ୍କର ଦାଦା ପରଦାଦା କିଏ ହେଇଥିବ, ମୋର ଏତିକି ହିଷ୍ଟ୍ରି ଜଣା ନାହିଁ। ତ ଏତିକି ମୁଁ ଜାଣିଛି, ହରିଚରଣ ଠାକୁରଙ୍କର ବଂଶଧର ଶାନ୍ତନୁ ଠାକୁର। ତାଙ୍କ ଭିତରେ ମତଭେଦ ନାହିଁ। ଉରାକାନ୍ଦିରେ ଆଜି ପର୍ଯ୍ୟନ୍ତ ହରିଚରଣ ଠାକୁର ଶାନ୍ତି ମାତାଙ୍କର ଉପରେ ନାରାୟଣ ସତ୍ୟନାରାୟଣଙ୍କର ପୂଜା ହଉଛି ଏବଂ ଉରାକାନ୍ଦିରେ ଏବେ ପର୍ଯ୍ୟନ୍ତ ଯୋଉ କାলী ପୂଜା ହଉଛି ସେଥିରେ ବ୍ରାହ୍ମଣ ସେମାନେ ବ୍ୟବହାର କରୁଛି, ବ୍ରାହ୍ମଣ ଦେଇକି ହଉଛି। ଏଟା କହିଲେ ରାଜନୀତି ଥିଲା। କାହିଁକି ଶାନ୍ତନୁ ଠାକୁର ହଉଛି ବିଜେପିର ଲୋକ, ଆଉ ପଟରୁ ଆଶ୍ରମଟା ଏମାନେ ବିଜେଡି ମାନେ କବ୍ଜା କରି ନେଇଥିଲେ। ବିଜେଡି ମାନେ ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ଦେଇକି ସବୁ ଭକ୍ତ ମାନଙ୍କୁ କହିଥିଲେ ଆମେ ତମ ମନ୍ଦିର ପାଇଁ ପଇସା ଦେଇଛୁ, ତମ ମାନେ ସମସ୍ତେ ଆମକୁ ଭୋଟ ଦବ। ସେଇଥିପାଇଁ সেটা হচ্ছে বিজেডির মন্দির। সেই বিজেডি মন্দির বলেই শান্তনু ঠাকুরଙ୍କୁ তা ভিতরে প্রবেশ করে দিলে নাহি। আমাদের যত কয় রকম পুজো আছে সব কয় রকম পুজো হচ্ছে, এখনো ব্রাহ্মণ দিয়ে যুগে ক্রিয়াকর্ম যত যা সবকিছু ওরাকান্দিতে চলতেছে। কিন্তু আমরা যে এই যে মতুয়ারা কি পাইছি আর কি হচ্ছে এ তো କହିବି ଯେ ଆମ ମାଲକାନଗିରି ଜିଲ୍ଲାରେ ଦୁଇଟା ବିଶେଷ କରି ମନ୍ଦିର ଅଛି ପଟରୁରେ। ଗୋଟିଏ ନରନାରାୟଣ ସେବାଶ୍ରମ ଆଉ ଗୋଟେ ହରି ମନ୍ଦିର। 30-40 ବର୍ଷ ହେଲା ଏ ମନ୍ଦିର ତିଆରି ହେଇଛି। ନରନାରାୟଣ ସେବାଶ୍ରମରେ ଗୁରୁ ପରମ୍ପରାକୁ ବଜାୟ ରଖିକରି ଭଗବାନ କୃଷ୍ଣଙ୍କୁ ପୂଜନ କରୁଛନ୍ତି। ହରି ମନ୍ଦିରରେ ମଧ୍ୟ ତାଙ୍କେ କୃଷ୍ଣକୁ ପୂଜା କରୁଛନ୍ତି। ଏବେ ପର୍ଯ୍ୟନ୍ତ ମାଲକାନଗିରିରେ ମତୁଆ ସମ୍ପ୍ରଦାୟର କୌଣସି ବିରୋଧ ଆମେ ମାଲକାନଗିରି ଦେଖିପାରି ନାହିଁ। କିନ୍ତୁ ବିଗତ 5-7 ବର୍ଷ ହେଲା ମତୁଆ ସମ୍ପ୍ରଦାୟର ବିଶେଷ ଗୋଟେ 10-15 ଜଣ ବ୍ୟକ୍ତି, ନୟ ଆଚାର୍ଯ୍ୟ ବ୍ୟକ୍ତି, ସେମାନେ ଏ ମତୁଆ ଧର୍ମକୁ କଲଙ୍କ କରୁଛନ୍ତି। କାହିଁକି ନା ମତୁଆ ସମ୍ପ୍ରଦାୟରେ କୌଣସି ଗ୍ରନ୍ଥରେ ଲେଖା ନାହିଁ ଯେ ବ୍ରାହ୍ମଣକୁ ଆମେ କୌଣସି ଆମର ପୂଜା ପାର୍ବଣ ଲଗାବି ନାହିଁ। ତେଣୁକରି ମୁଁ ଏହି ବ୍ୟକ୍ତି ବିଶେଷ ମାନଙ୍କୁ ଅନୁରୋଧ କରିବି ଯେ ଆପଣମାନେ ବିଶ୍ୱ ହିନ୍ଦୁ ପରିଷଦ ସଂଘରେ ସମ୍ପର୍କ କରନ୍ତୁ ଏବଂ ଆପଣଙ୍କର ବିଚାର ରଖନ୍ତୁ। କାରଣ ଏ ବଙ୍ଗାଳୀ ଭିତରେ କେବଳ ବ୍ରାହ୍ମଣ ନାହିଁ, ଏ ଭାରତ ବର୍ଷରେ ଓଡ଼ିଆ, ତେଲୁଗୁ, ହିନ୍ଦୁସ୍ତାନୀ, ବଙ୍ଗାଳୀ ସମସ୍ତଙ୍କ ଭିତରେ ବ୍ରାହ୍ମଣ ଅଛି। ତେଣୁ ଆପଣମାନେ ବ୍ରାହ୍ମଣକୁ ଅପମାନ କରନ୍ତୁ ନାହିଁ, ସମାଜକେ ବିଶୃଙ୍ଖଳା କରନ୍ତୁ ନାହିଁ। ଏହା ଆଗାମୀ ଦିନରେ ବହୁତ ଅସୁବିଧା ହେବ। ତେଣୁ ପୁନରାୟ ଅନୁରୋଧ କରୁଛି ଆପଣମାନେ ଶୀଘ୍ର ବିଶ୍ୱ ହିନ୍ଦୁ ପରିଷଦ ସମ୍ପର୍କ କରି ଆପଣଙ୍କର ବକ୍ତବ୍ୟ ଜଣାନ୍ତୁ, ସମାଜକେ ବିଶୃଙ୍ଖଳା କରନ୍ତୁ ନାହିଁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭବେତ୍। ଓಂ ଶାନ୍ତି ଶାନ୍ତି ଶାନ୍ତି। ଆଜି ଆମ ମାନେ ଯୋଉ ଉପଲକ୍ଷରେ ଏଠି ବସି ଅଛେ ସେ ହଉଛି ଆମ ସନାତନ ଧର୍ମର ବିଧ୍ୱଂସ ବା ସନାତନ ଧର୍ମର ଦୁର୍ଗତି ପାଇଁ। ମୁଁ ଉତ୍କଳୀୟ ବ୍ରାହ୍ମଣ ସମାଜ ତରଫରୁ ପ୍ରତ୍ୟେକ ଉତ୍କଳୀୟ ବାସୀ ବା ପ୍ରତ୍ୟେକ ଜିଲ୍ଲାବାସୀ ମାନଙ୍କୁ ଅନୁରୋଧ କରିବି, ପ୍ରତ୍ୟେକ ଜିଲ୍ଲାବାସୀ ନିଜ ଧର୍ମକୁ ଶ୍ରେଷ୍ଠ ରଖି ଅପର ଧର୍ମକୁ ମାନ୍ୟତା ଦେଇ ନିଜ ନିଜ ଧର୍ମ, ନିଜ ନିଜ ମତ, ନିଜ ନିଜ ପନ୍ଥ ଅନୁସାରେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବେ। ଯେପରିକି ଆମ ସନାତନ ଧର୍ମରେ କୌଣସି ପ୍ରକାର ଦୁର୍ବ୍ୟବସ୍ଥା, କୌଣସି ଖରାପ ଚିନ୍ତାଧାରା ବା ମାନସିକତା ନଥିବ ଏବଂ ସକଳେ ଆମେ ଭାଇଚାରା ରଖି ଆମ ନିଜ ନିଜ ସନାତନ ଧର୍ମ ମଧ୍ୟରେ ରହି ନିଜ ନିଜର ବ୍ୟବସ୍ଥା ବା ନିଜ ନିଜର ଧର୍ମକୁ ଅବଲମ୍ବନ କରିବା। ଜୟ ଜଗନ୍ନାଥ, ଜୟ ଶ୍ରୀ। ବଙ୍ଗାଳୀ ଭାଇମାନଙ୍କୁ ମୋର ଅନୁରୋଧ, ଆମର ଦେଶ ଥିଲା, ସମାଜ ଥିଲା, ସଂସ୍କୃତି ଥିଲା, ସବୁ ଛାଡ଼ିଲି ଏଠି ଆସିଲି। ଏଠି ଆସିଲି ସେଇ କୁସଂସ୍କାର ଗୁଡ଼ାକୁ ନେଇକିରି ଆମେ ବିବାଦ ସୃଷ୍ଟି କରିଛୁ। ଏହା ଭିତରେ 3-4 ଜଣ, ବେଶୀ ନୁହେଁ, ଏମାନେ ବାହାରର ଅନ୍ତରାଷ୍ଟ୍ରୀୟ ଯୋଜନା ଭିତରେ ପଡ଼ିକିରି ଏମାନେ এই ଧନ୍ଦା କରିଛନ୍ତି। ସେଥିପାଇଁ ମାଲକାନଗିରିବାସୀ ବିଲକୁଲ ଏ ବିଷୟରେ ଧ୍ୟାନ ଦିଅନ୍ତୁ ନାହିଁ। ଆମର ଭାରତ ମାତା ରହିଲେ ଆମେ ରହିବୁ, ଭାରତ ମାତା ରହିଲେ ଆମେ ରହିବୁ ନାହିଁ। ଶରୀର ରୂପୀ ଆତ୍ମା, ଆତ୍ମା ରୂପୀ ଶରୀର। ସେଥିପାଇଁ ଭାରତ ବର୍ଷକୁ, ଭାରତ ମାତାକୁ ସମସ୍ତଙ୍କର ଯତ୍ନବାନ ହେବାର ଦରକାର। ଧର୍ମ ନେଇକିରି ଝଗଡ଼ା ଲଢ଼ାଇ ଆଉ କେତେ ଦିନ କରିବି, ଏଥିରେ ସମାପ୍ତ କରିକିରି ଜୟ ହିନ୍ଦ କହିକିରି ମୋର ବକ୍ତବ୍ୟ ରଖିଛି।